ଭିତରଗଡ଼ ଠାରେ ବନ୍ଧୁମାନଙ୍କର କହିବା ମୁତାବକ ବହୁ ପୁରୁଣା ସମୟରୁ ତାଙ୍କର ବାପା ଜେଜ ମାନେ ସମସ୍ତେ ମିଳିମିଶିକି ଏଠାରେ ଚାଷବାସ କରୁଥିଲେ, ଯାହାକି ଆମେ କହିପାରିବା ଏକ କନ୍ଧା ଜମି ବୋଲି ଏଇଟା ଅଛି। କିନ୍ତୁ ତାହା କୌଣସି କାରଣବଶତଃ ଏମାନେ ବୁଝିପାରି ନଥିବାରୁ ଏମାନଙ୍କର ଅଜଣାସତେ ବିକ୍ରି ହୋଇଯାଇଛି। ଏମାନେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ, କୋର୍ଟ ଡିଗ୍ରୀ ହେଲା ପରେ ଏମାନେ ଆସି ଏଠାରେ ଘର ମଧ୍ୟ କରିଥିଲେ ଆଜ୍ଞା। କିନ୍ତୁ ଏ ଘରକୁ ଭାଙ୍ଗି ଦିଆଗଲା ଏବଂ ତାଙ୍କୁ ଉଠାଇ ନିଆଗଲା। ଆଜି ତାର କିଛି ମୁହୂର୍ତ୍ତରେ ଆଜି ଆମେ ଆସିଛେ ସେ ବିଷୟବସ୍ତୁ ଉପରେ ଆଲୋଚନା କରି। এটা হচ্ছে 8 একর 28 8 একর 28 ত্রিবেণী কোম্পানী ये कंपनी कथा न मानिकी किसी बल देखा नहीं कि यहीपरी असुविधा क्रिएट कर घरटी कौट थिला ଘର ସେ ଆଗେ ଥିଲା कागज ଆଣିବା ପାଇଁ କହିଲେ कागज आने कहले किसी समय नहीं थी ହଁ ସମାଜରେ କହିଲେ ଆମେ ସମାଜ ଦେଇକି ବସୁ ପୁଣି ଫେରି ଆସି ଭାଙ୍ଗିଦେଲୁ। ये सब अमानवीय घटना सब घटी जाइए आम ये पारादीप अंचल किसी आलोचना रखा आस आज्ञा जो कथा आप कहते प्रशासन तरफ आम श्रृंखला ଚାଷୀ ଏମାନେ ଚାଷୀ ଏମାନେ ଜାଗା ଉପରେ ଇନକ୍ୱାରି ହଉଛି। ଆପଣଙ୍କ ଯୋଉ ରିପ୍ରେଜେଣ୍ଟେଟିଭ ଯାଇଛନ୍ତି କିଛି ଅସୁବିଧା ଅଛି କି? ସେମାନେ ଆସନ୍ତୁ, ଆସିବା ପରେ କ'ଣ ଆଲୋଚନା ହେଉଛି ତାପରେ କିଛି ଆଲୋଚନା କରିବା। ସାଧାରଣ ଗରିବ ଲୋକମାନଙ୍କର ସମ୍ପତ୍ତିକୁ କିପରି ହଡପ କରାଯାଉଛି ତାହା ନେଇକି ଏଠି ଆସି କାହିଁ ଏ ଖରା ଯୋଉ ଉଦୁଦିଆ ଖରା ବେଳଟାରେ ଏଠି କାହିଁ ଆପଣ ଆସି ବସିଛନ୍ତି ସେ ବିଷୟ ଟିକେ କୁହନ୍ତୁ। ଆମେ ଆସିଛୁ 30 ବର୍ଷରୁ ଆମେ ଏମିତି ଘରଟା ଭାଙ୍ଗିଲା। ମୁଁ ଆପଣଙ୍କୁ କୁହନ୍ତୁ ସେଇଠି କୁହନ୍ତୁ। ଆମେ ପାଟି ବନ୍ଦ କର ସକାଳ 1:30 ଟାଇମ୍ ହେବ ତହସିଲଦାର ଆସିଲେ ଆମେ 3 ଜଣ ବୁଢ଼ା ଶୋଇଛୁ ରୁମ୍ ଭିତରେ। ଥାନା କନଷ୍ଟେବଳ ଲଗେଇକିରି ଆମକୁ ସେ ଡାକିକିରି ନେଲେ ସେ ଯେଉଁ ତାଙ୍କର ଯେଉଁ କ୍ୟାମ୍ପ ପକେଇ ସେ କ୍ୟାମ୍ପ ପାଖକୁ ନେଲେ। ମୋତେ ପଚାରିଲେ ମଉସା ତମେ ଏଠି କ'ଣ ଘର କରି ସବୁ ରହିଛ? ଆମର ସାର୍ ଆମେ କନ୍ଧା ଆମେ ଚାଷ କରୁଥିଲୁ, ଆମ କନ୍ଧା ଜାଗା ଆମେ ଏଠି ରହିଛୁ, ପାଳିଆ ହିସାବରେ ରହିଛୁ। ଆମ ପାଳିଆ ଯାକୁ ଯାଇଛନ୍ତି ସବୁ ଘର ଦ୍ୱାର କ'ଣ ସବୁ କାମଧନ୍ଦା କରିବା ପାଇଁ ଯାଇଛନ୍ତି। ଆମେ 3 ଜଣ ଅଛୁ। ସେ ଆସି 4ଟା 5ଟା ଭିତରେ ପହଞ୍ଚିବେ। ନା ଗୋଟେ କାମ କର ତମେ ତହସିଲଦାର କହିଲେ ଡାଇରେକ୍ଟ କହିଲେ ଆଉ ତମେ ତମର କ'ଣ ଡକୁମେଣ୍ଟ ଅଛି 7 ଦିନ ଭିତରେ ତମେ ମୋତେ ଜଣା କାଲିଠାରୁ। ମୁଁ କହିଲି ଆଜ୍ଞା ଯଦି ଦେଖେଇବ ଭଲ କଥା, ନ ଦେଖି ପାରିଲେ 7 ଦିନ ଭିତରେ ତମେ ନିଜେ ନିଜେ ଘରେ ଭାଙ୍ଗି ପଳେଇବ ଭଲ କଥା ଏଇଟା ତ। ସାର୍ ଓକେ ଯଦି ଆମର କିଛି ଏଠି ନଥିବ ଆମେ ଏଠି ପଡ଼ି ରହିବୁ କାହିଁକି କ'ଣ ଦରକାର ବୁଝିଲେ। ଆଚ୍ଛା ଦିନ ସନ୍ଧ୍ୟା 4ଟାରେ ଆସି ପହଞ୍ଚିଲି। ମୁଁ ସେ ରୁମ୍ ଭିତରେ ଆମେ 3 ଜଣ ବୁଢ଼ା ଅଛୁ। ମୋତେ ଫୋନ୍ ଡାକିଲେ, ମୋତେ କହିଲେ ସାର୍ ଡାକି ମୁଁ କେଉଁ ସାର୍? ଆମକୁ ତ ସାର୍ ସାଙ୍ଗରେ ଆମେ କଥା ହେଇଛୁ, ତହସିଲଦାର ସାର୍ ସାଙ୍ଗରେ କଥା ହେଇଛୁ। ସେ ତ ଆମକୁ 7 ଦିନ ଟାଇମ୍ ଦେଇଛନ୍ତି। 7 ଦିନ ଭିତରେ ଆମେ ରେକର୍ଡ ନ ଦେଖେଇ ପାରିଲେ ତେଣିକି ସେ ଘର ଭାଙ୍ଗିଦେବେ କି ଘର ରଖିଦେବେ। ତେଣିକି ସେ ଯାହା କଥା କରିବା କଥା ସେ କରିବେ। ସେଥିରେ ଆମର ଆଉ କିଛି ମୋଟିଭ୍ ନାହିଁ। ତା ସବୁ ମୋତେ କହିଲା ନା ସାର୍ ଡାକୁଛନ୍ତି, ସେ ତହସିଲଦାର ସାର୍ ଡାକୁଛନ୍ତି। ତହସିଲଦାର ସାର୍ ଆସିଥିଲେ ବା ଗୋଟାଏ ବେଳେ, ପୁଣି କ'ଣ ଆସି 4ଟା ବେଳେ ଆସି ପହଞ୍ଚୁଛନ୍ତି। ଜେସିବି ଫେସିବି ସବୁ ଆଣିକି ଯାଇଛନ୍ତି। ମୁଁ ଯାଇକି ନମସ୍କାର ଟିକେ କଲି। ମୁଁ ସାର୍ କ'ଣ ନା ମୁଁ ଆଉ ତହସିଲଦାର ରୂପରେ ମୁଁ ଆସିନି, ମୁଁ ମାଜିଷ୍ଟ୍ରେଟ ହିସାବରେ ଆସିଛି ଘର ଭାଙ୍ଗିବା ପାଇଁ। ମୁଁ କହିଲି ଆଉ ନା ତମେ ସେ ଘରଟା ତାଲା ଫାଳଟା କାଢ଼ିବ ଲୋକଙ୍କୁ ସାର୍ 100 ଲୋକ ଘର ଭାଙ୍ଗିଛନ୍ତି। ମାନେ ଆପଣ ସେଠି ପ୍ରଶ୍ନ କଲେନି, ଆପଣ ବା କହିକିରି ଗଲେ 7 ଦିନ ଟାଇମ୍ ଦେଲେ। କହିଲି କହିବା ବାଦ ସେ କହିଲେ ଏ କଥା। ମୁଁ ଆଉ ତହସିଲଦାର ରୂପରେ ଆସିନି, ମୁଁ ଆଜି ମାଜିଷ୍ଟ୍ରେଟ ହିସାବରେ ଆସିଛି ଘର ଭାଙ୍ଗିବା ପାଇଁ। ତାପରେ ଘର ଭାଙ୍ଗିଲେ ଆଉ ଘର ଭାଙ୍ଗିଲେ। ଏଟା କେତେ ଦିନର ଘଟଣା? ଆଜି ଏଇଟା ହେଉଛି 21 ତାରିଖ ବୁଧବାର ମଙ୍ଗଳବାର। ସେଇ ଦିନରୁ ଆଜି ପର୍ଯ୍ୟନ୍ତ ଆପଣ ମାନେ କ'ଣ ଚୁପ୍ ବସିଥିଲେ? ଭାଙ୍ଗି ଦେଇ ଗଲା ପରେ ସାଧାରଣରେ ଆପଣ କ'ଣ କରୁଛନ୍ତି? ସାର୍ ଆମେ ତ ଚାଷୀ ମୂଲିଆ ଲୋକ, ଆମ ଆଗକୁ ଯୋଉ ଭାଇ ଅଛନ୍ତି ସେ ଯୋଉ ବାଟକୁ ନଉଛନ୍ତି ଆମେ ସେଇ ବାଟକୁ ଯାଉଛୁ। ଆମ ମାନେ ଜମି ଗଲା ସବୁ ଗଲା, ଆମେ କାନ୍ଦୁଛୁ। ଆଜ୍ଞା ଆଜ୍ଞା କ'ଣ କରିବ ଜମି ଆମକୁ ଆମ ଜମି ଥାଇକି ଆମ ଜମିକି ଆମକୁ ବାଡ଼େଇକି ବାହାର କରିଦେଇଛି। କୋଉ କମ୍ପାନୀ ଏଠି କାମ କରୁଛି ଆପଣଙ୍କ ଜମି ହଡପ କରୁଛି? ଆଜ୍ଞା ସାର୍ ଏ ଜମି ବୋଧେ ତ୍ରିବେଣୀ कंपनी त्रिवेणी कंपनी द्वारा कांदुचु चाष जमी आम गला मांडिया होता कोलथ होता सब होता आम सब भी कर त्रिवेणी कंपनी नेला परे आपन को कोनोसी नोटिस कर नथिला? ना सर हम किछि करी कोनोसी नोटिस करे ये संपत्ति आपनकर रेकर्ड भुक्त बोली आपण माने जो मतामत करछनी आपनको रेकर्ड अछि तापरे
ସେଟଲମେଣ୍ଟ ରେକର୍ଡ ଆମ ପାଖରେ ରେକର୍ଡ ଅଛି। ରେକର୍ଡ ଅଛି। କୋଟା ଅଛି ଆଉ କୋଟା ଅଛି। ଆଚ୍ଛା ଆଚ୍ଛା ହଉ ବନ୍ଧୁମାନେ ବର୍ତ୍ତମାନ କିଛି କାର୍ଯ୍ୟକ୍ରମ ବର୍ତ୍ତମାନ ଚାଲୁଛି ସେମାନେ କ'ଣ ନିଷ୍ପତ୍ତି ନେଉଛନ୍ତି ତା ଉପରେ ଆମର ନଜର ରହିବ ତାପରେ ଆଲୋଚନା କରିବା ନାଇଁ କି ଏଇ ଜାଗାର କିଛି ଆଲୋଚନା ରହୁଛି ଜାଗା ଗୁଡ଼ିକ ଚେକ୍ କରାଯାଉଛି କାହା ଜମି କ'ଣ ଆଉ ମାପଚୁପର ବ୍ୟବସ୍ଥା ମଧ୍ୟ ରହୁଛି କିଛି ଅଂଶରେ ଏହି ଜମି ଘରଟିଏ ଏଇଠି ହେଇଥିଲା ନାଇଁ କି ହଁ ଘର ହେଇଥିଲା ଏ ଯୋଉ ଇଏ ଗଛ ଝୁଲୁନି ହଁ ହଁ ଏ ଯୋଉ ଗଛ ହଁ ସେଇଠି ହେଇଥିଲା ଘର। ଆଚ୍ଛା ଆଚ୍ଛା ଆମେ ନଜର ରଖୁଛୁ ତ୍ରିବେଣୀ କମ୍ପାନୀର ଏଇ ଯେଉଁ ବର୍ବରତା ଆଜ୍ଞା ୟାକୁ କିଏ ସପୋର୍ଟ ଦେଉଛି କମ୍ପାନୀକୁ କିଏ ସପୋର୍ଟ ଦିଏ ସେଥି ନେଇକରି ଆମେ କିଛି ଆଲୋଚନା ମଧ୍ୟ ରଖିଥାଉ ବନ୍ଧୁମାନଙ୍କ ସହିତ ସାଧାରଣ ଲୋକମାନେ କ'ଣ ଏ ବିଷୟରେ କିଛି ଜାଣନ୍ତି ନାଇଁ ଆଜ୍ଞା ସେଥିପାଇଁ ଏଠି ଆମ ପ୍ରଶାସନ ବିତ୍ତଶାଳୀ ମଣିଷ ବା ଲୋକମାନଙ୍କ ଦ୍ୱାରା ଏସବୁ ଘଟୁଛି ନାହିଁ ତ ଏଇ ତ୍ରିବେଣୀ କମ୍ପାନୀ କେମିତି ଆସି ଏଠି କାମ କରୁଛି ଆଜ୍ଞା ଏଥିରୁ ଆପଣମାନେ ଚିନ୍ତା କରନ୍ତୁ କାହାର ଯେମିତି କଥାରେ ଅଛି ରାବଣ ମଲା ବିଭୀଷଣ ପାଇଁ ଏ ଜିନିଷ ମଧ୍ୟ ସାଧାରଣ ଗରିବ ଲୋକମାନଙ୍କର ଜମି ହଡ଼ପ ହେଉଛି ଆମରି ଲୋକମାନଙ୍କ ପାଇଁ ଏ ବିଷୟରେ କିଛି ଆଲୋଚନା ରଖିବା ଶହେ 144 ଧାରା ଲାଗୁ ହୋଇଥିବା ସମୟରେ କିଛି ବନ୍ଧୁମାନଙ୍କ ଦ୍ୱାରା ଏ କମ୍ପାନୀରେ କାମ ମଧ୍ୟ ଚାଲୁଛି ନଜର କରିପାରୁଥିବେ ଜେସିପି ମଧ୍ୟ କାମ କରୁଛି ଏ ବିଷୟରେ ଟିକେ ପ୍ରଶାସନିକ ଅଧିକାରୀମାନଙ୍କ ସହ କିଛି ଆଲୋଚନା ରଖିବା ଆସନ୍ତୁ ଆଜ୍ଞା ଏହି ସମୟରେ ଆମେ ଯେଉଁ କଥା ରଖୁଥିଲେ 163 ଲାଗୁ ହୋଇଥିବା ସମୟରେ ବା ଯେଉଁ 144 ଧାରାକୁ ନେଇକରି ଯେଉଁ ଆଲୋଚନାଟିଏ ରହିଲା ସେଥି ନେଇକରି କମ୍ପାନୀ କର୍ତ୍ତୃପକ୍ଷ ତ ବର୍ତ୍ତମାନ ଆମ ପାଖରେ ନାହାନ୍ତି କିନ୍ତୁ କମ୍ପାନୀ ମଧ୍ୟରେ କାମ ଚାଲୁଛି ଆପଣମାନେ ଲକ୍ଷ୍ୟ କରିପାରୁଥିବେ ବହୁ ସମୟ ଧରିକରି ଆମେ ଏଠି ଲକ୍ଷ୍ୟ କଲା ପରେ ମଧ୍ୟ ଏଠି ସୁନ୍ଦର ଭାବରେ କମ୍ପାନୀ ତାର କାମ କାର୍ଯ୍ୟରତ ରହିଛି ଏ ସାଧାରଣ ଗରିବଙ୍କ କଥା ବା ବୁଝିବ କିଏ ଆମେ କିଛି ଆଲୋଚନା ରଖିବା କ'ଣ ଘଟଣା ଘଟିଗଲା ଆଜିର ଏ ଦିନରେ ଆସନ୍ତୁ ତ୍ରିବେଣୀ କମ୍ପାନୀ ସାଧାରଣ ଅଟିଖିଆ ମଣିଷ ଏମାନେ ତାଙ୍କୁ ଏତେ ଅସୁବିଧାରେ ପକାଉଛି माननीय हाईकोर्ट गोटे कमिशन पठेइथिले जे आमे जो कमिशन लैंड रिफॉर्म कमिशन रे विन कला परे तहसीलदार तो आमको आज पर्यंत पट्टा देलानी प्रशासन साहाय्य भी करूनी पुलिस प्रशासन भी हैरान हरकत करुच्ची आमको से दिन आसिक जोरजबस्ती पाखे प्रेजेंट रहीकि आम घर जो थिला कंधा घर भांगी दे आमको जोरजबस्त थाना बसई कौन पाई आमको थाना नहीं से कथा न जन आडभोकेट डाकिला से मत रिलीज कले आज आमे जो कमिशन कोर्ट रे आम जगटा पारादीप पन्ना भूल पड़े एटा ओडिशा सरकार हाईकोर्ट रे भी डिपोजिट करी सत्यपाठ देइछि आम पाखरु माने एविडेंस एने ना लैंड अक्वायर हेइछि इसी आज पर्यंत आम ना रे तेणु लैंड अक्वायर हेइनि आम चाष करी चलुथुलो आज माने सबुदिन पर्यंत चाष एठू आम नहीं प्रतिपोषण हो किंतु जेतबेले कमिशन कोर्ट रे हारिले तापर पारादीप कोर्ट जाइथिला रिट करिया पई कोडे मानवर उच्च न्यायालय ओडिशा हाईकोर्ट तेणु सेठी भी से केस नंबर हूँ WPC 22/16/2024 सेठी भी से हारिले 23/12/25 रे आमे जितिलु तेणु आम ना को आम जगह हाल जेमती थिला सेमती भी अच्छी हाईकोर्ट भी सेटा क्लियर कर देइछंती किंतु बर्तमान हाईकोर्ट स्टाटस को थिला बेले 18/9/24 रे स्टाटस को देले बोथर पार्टी पोजेशन स्टाटस को किए पारादीप पोर्ट आमे चाषी किंतु स्टाटस को थिला अवस्था रे पारादीप पोर्ट स्टेट मैनेजर निजे पक्ष थिले से कौन कले 6/2/2025 रे आणिकी कंटेनर 3टा जोरजबस्ती पकईले आम पाखे एविडेंस अच्छी मु ऑर्डर कॉपी सह दौची देखौची मध्य मो कथा को बुकेप कलेनी जोरजबस्ती जो कंटेनर आपण मैंने देखुं से कंटेनर भी से पकईचंती तापरे आमे आम जगार चाषबास भल मत जमी करा कथा कंधाकर थी 21/4/2026 दिन 11टा बेले आमर जो तहसीलदार अच्छा स्वरूप नंदन बेहेरा सी आज प्रेजेंट रहिले आसिकी कहीगले तुम पाखे कौन एविडेंस अच्छी तुम्हें जाई कुजंग तहसील मो पाखे दब 7 दिन तुमको टाइम दिगला आम एठू ठीक कलु जीवा
आमे आज्ञा आम घरे सेमती आराम रे जमती चाष घरे रहा कथा भात हांडी ठू आरंभ कर सब थुआई हठात आसिले 4टा बेले आमर जे एडीएम अच्छा पारादीप सी आसिले तहसीलदार स्वरूप नंदन बेहेरा आसिले आईआईसी मैडम भी सांगे आसते पुलिस प्रशासन भी आसते किसी गुंडाशणीय व्यक्ति त्रिवेणीर से भी आसते जोर जबरदस्ती पेलोड लगेगी आम जो बासघर थिला कंधा घर ताकू भांगिकी धूलीसात करदे तादेह आमर चाउल पटा पैसा पत्र जो लाइट टर्च जहाँ सबू थिला सबू धूली हैंकी पड़ी रहा सेठी तापर आमको बाड़ेकी भौड़ेदेले आ मते ही पर्टिकुलर इठू उठेले चल थाना को थाना जाई मते बसैले मु पचारुची आज्ञा मोर माने दोष कौन किंतु ता पूर्व आमको धमकई 14/4/2026 रे मु 15/4/2026 रे एफआईआर देइची थाना रे ए लोक आज्ञा आम जीवन प्रति विपद अच्छे आमको साहाय्य करा जाऊ आमको तो साहाय्य कलनी 21/4/24 दिन जोर जबरदस्त घर भांगिले मते टेकी नहीं थाना रे बसैले राति सारा मते जगिकी रहिले मुझे पचारि सार मो दोष कौन दोष भी किसी कहलेनी तेणु ता परदिन दिन गोटाए बेले मो आडभोकेट मोर आसिले आसला पर तांको भी कौन उत्तर दे पार्लेनी राति मोटू साधा कागज रे लिखिकी नेले आज तमे लेख जे तमे से जगह को जीवनी तुम अंशीदार कहीं जीवे तेणु तापर आम समस्त एविडेंस रखीचु आनी जोर जबरदस्त ये जगह आप देखेबे गोटे गोटे खुंट पोती देइचंती आउ ये जगार जोर जबरदस्त नहीं आमर जो चाष जमी की माने नेचर ऑफ कैरेक्टर ताकू चेंज करी आज मान्यवर तापर से माने अपील करथिले पारादीप पोर्ट रे त्रिवेणी कंपनी पारादीप पोर्ट आ मान्यवर उच्च न्यायालय गोटा कमिशन बटैथिले आज से कमिशन आसथिले तेणु आम समस्त एविडेंस आम तरफ दे सारीचु जेहेतु आम 2टा कोर्ट रे जीतीचु कमिशन रिफॉर्म कमिशन रे जीतीचु प्लस हाईकोर्ट रे जीतीचु तापर से माने अपील करथिले तेणु से चीफ जस्टिस बटैथिले कमिशन आसथिले आमे आमर एडवोकेट को डाकी मु सांगे जाइली आमर जेती एविडेंस अच्छी कोर्ट रे दाखल करछु एठी आमे देकी आसुचु तेणु एठी माने आपण माने देखंतु निरीह चाषी केते दिन पर्यंत दौड़ब कोर्ट कचेरी मामला कर चलो पैसा आण कौटू एक आम माने जगह माने आक्विजिशन होनी किंबा आज पर्यंत देखिए इसी आम ना तेणु ये सब थिला अवस्था आमको आखि देखई प्रशासन को धरी पुलिस विभाग को धरी आम जबरदस्ती आम जगारू माने विताड़ित कर तेणु आम आपण मान आगे विनीत अनुरोध करुचु आपण मैंने आमर ये जो कथा को सारा ओडिशा रे प्रदर्शन करते ये मोर बयान बहुत बहुत धन्यवाद।